ଆଜିର ପ୍ରଶ୍ନ, ଭାରତର ପ୍ରଥମ ରେଳଗାଡ଼ି କେବେ ଚାଲିଥିଲା? ଅପସନ୍ ଏ 1853, ଅପସନ୍ ବି 1860, ସି 1848 ଏବଂ ଡି 1901। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ 1853। ଭାରତର ପ୍ରଥମ ରେଳଗାଡ଼ି 1853ରେ ଚାଲିଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ରେଳଗାଡ଼ି କେଉଁଠାରୁ କେଉଁଠାକୁ ଚାଲିଥିଲା? ଅପସନ୍ ଏ ଦିଲ୍ଲୀରୁ କଲିକତା, ବି ମୁମ୍ବାଇରୁ ଥାଣେ, ସି ଚେନ୍ନାଇରୁ ବେଙ୍ଗାଲୁରୁ ଏବଂ ଡି କଲିକତାରୁ ହାୱଡ଼ା। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି ମୁମ୍ବାଇରୁ ଥାନେ। ଭାରତର ପ୍ରଥମ ରେଳଗାଡ଼ି ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଚାଲିଥିଲା। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ରେଲୱେର ମୁଖ୍ୟାଳୟ କେଉଁଠି ଅବସ୍ଥିତ? ଅପସନ୍ ଏ ମୁମ୍ବାଇ, ଅପସନ୍ ବି କଲିକତା, ଅପସନ୍ ସି ନୂଆଦିଲ୍ଲୀ ଏବଂ ଡି ଚେନ୍ନାଇ। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ନୂଆଦିଲ୍ଲୀ। ଭାରତୀୟ ରେଲୱେର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ଅବସ୍ଥିତ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଭାରତର କେନ୍ଦ୍ରୀୟ ବ୍ୟାଙ୍କ କେଉଁଟି? ଅପସନ୍ ଏ SBI, ଅପସନ୍ ବି PNB, ଅପସନ୍ ସି RBI ଏବଂ ଡି ICICI। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି RBI। ଭାରତର କେନ୍ଦ୍ରୀୟ ବ୍ୟାଙ୍କ ହେଉଛି RBI। ତାପରେ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଆକୃତି କେମିତି? ଚାରୋଟି ସମ୍ଭାବ୍ୟ ପ୍ରଶ୍ନୋତ୍ତର। ଅପସନ୍ ଏ ସମତଲ, ବି ଗୋଲାକାର, ସି ଚତୁର୍ଭୁଜ ଏବଂ ଡି ତ୍ରିକୋଣାକାର। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି ଗୋଲାକାର। ପୃଥିବୀର ଆକୃତି ହେଉଛି ଗୋଲାକାର। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ, ଭାରତର ସମ୍ବିଧାନ କେଉଁ ତାରିଖରୁ କାର୍ଯ୍ୟକାରୀ ହେଲା? ଅପସନ୍ ଏ 15 ଅଗଷ୍ଟ 1947, ବି 26 ଜାନୁଆରୀ 1950, ସି 2 ଅକ୍ଟୋବର 1949, ଡି 26 ନଭେମ୍ବର 1949। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି 26 ଜାନୁଆରୀ 1950। ଭାରତର ସମ୍ବିଧାନ 26 ଜାନୁଆରୀ 1950 ତାରିଖରୁ କାର୍ଯ୍ୟକାରୀ ହେଲା। ପରବର୍ତ୍ତୀ ପ୍ରଶ୍ନ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ? ଅପସନ୍ ଏ ମୁମ୍ବାଇ, ଅପସନ୍ ବି କଲିକତା, ଅପସନ୍ ସି ଚେନ୍ନାଇ ଏବଂ ଅପସନ୍ ଡି ନୂଆଦିଲ୍ଲୀ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଡି ନୂଆଦିଲ୍ଲୀ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନୂଆଦିଲ୍ଲୀଠାରେ ଅବସ୍ଥିତ। ତାପରେ ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ସବୁଠାରୁ ଦ୍ରୁତ ପଶୁ କେଉଁଟି? ଅପସନ୍ ଏ ସିଂହ, ଅପସନ୍ ବି ଘୋଡ଼ା, ଅପସନ୍ ସି ଚିତା ଏବଂ
ଅପସନ୍ ଡି ବାଘ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ଚିତା। ପୃଥିବୀର ସବୁଠାରୁ ଦ୍ରୁତଗାମୀ ପଶୁ ହେଉଛି ଚିତା। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି। ପରବର୍ତ୍ତୀ ପ୍ରଶ୍ନ, ଅକ୍ଷାଂଶ କେତେ ଡିଗ୍ରୀ ପର୍ଯ୍ୟନ୍ତ ରହିଛି? ଅପସନ୍ ଏ 0 ଡିଗ୍ରୀରୁ 180 ଡିଗ୍ରୀ, ବି 0 ଡିଗ୍ରୀରୁ 90 ଡିଗ୍ରୀ, ସି 0 ଡିଗ୍ରୀରୁ 360 ଡିଗ୍ରୀ ଏବଂ ଡି 90 ଡିଗ୍ରୀରୁ 180 ଡିଗ୍ରୀ। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି 0 ଡିଗ୍ରୀରୁ 90 ଡିଗ୍ରୀ। ଅକ୍ଷାଂଶ 0 ଡିଗ୍ରୀରୁ 90 ଡିଗ୍ରୀ ପର୍ଯ୍ୟନ୍ତ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା କେଉଁ ସହରରେ ହୁଏ? ଅପସନ୍ ଏ କଟକ, ଅପସନ୍ ବି ଭୁବନେଶ୍ୱର, ଅପସନ୍ ସି ପୁରୀ ଏବଂ ଅପସନ୍ ଡି ବାଲେଶ୍ୱର। ସମୟ ସମାପ୍ତ ହୋଇଯାଇଛି ପିଲାମାନେ। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ପୁରୀ। ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରା ପୁରୀ ସହରରେ ହୋଇଥାଏ।